ବହୁଦିନ ତଳେ ଗୋଟିଏ ଗାଁରେ କୃଷକଟିଏ ରହୁଥିଲା। ତାର ନାମ ଥିଲା ରାଜୟା। ତା ପାଖରେ 5 ଏକର ଭଲ ଜମି ଥିଲା। ଗାଁ ସାରା ଅନେକ ପୋଖରୀ ଥିଲା। ବର୍ଷ ସାରା ପାଣିର ଅଭାବ ନଥିଲା। ସବୁ ବର୍ଷ ଭଲ ବର୍ଷା ହେଉଥିଲା। ତେଣୁ ପୋଖରୀରେ ପାଣି ଉଛୁଳୁଥିଲା। ଚାଷବାସ କରିବାରେ କୌଣସି ଅସୁବିଧା ନଥିଲା। ଜଳସେଚନ ବା ପାନୀୟ ଜଳର କୌଣସି ଅଭାବ ନଥିଲା। ରାଜୟା ଗାଁର ଅନ୍ୟ ଚାଷୀଙ୍କ ପରି କଠିନ ପରିଶ୍ରମୀ ଥିଲା। ସେ ପାଣିପାଗ ଦେଖି ଚାଷ କରୁଥିଲା। ଧାନ, ମୁଗ, ବିରି, ପନିପରିବା, ଫଳ ଇତ୍ୟାଦି ଚାଷ କରୁଥିଲା। ଜମିର କିଛି ଅଂଶରେ ଉତ୍ପାଦିତ ଖାଦ୍ୟଦ୍ରବ୍ୟ ସେ ପରିବାରର ବ୍ୟବହାର ପାଇଁ ରଖୁଥିଲା। ବାକି ଜିନିଷପତ୍ର ପାଖ ଗାଁରେ ବିକ୍ରି କରି ତାର ପୋଷାକପତ୍ର ଇତ୍ୟାଦି ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରୁଥିଲା। ବଳକା ପଇସା ପରିବାର ସହ ମିଶି ଯାନିଯାତ୍ରାରେ ଖର୍ଚ୍ଚ କରୁଥିଲା। ପଡ଼ୋଶୀ ଗାଁରେ କୌଣସି ପୋଖରୀ ନଥିଲା ଏବଂ ସେମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଥିଲେ। ବର୍ଷା ହେଲେ ଫସଲ ହେଉଥିଲା, ବର୍ଷା ନହେଲେ ମରୁଡ଼ି। ତେଣୁ ସେହି ଗାଁର ଲୋକେ ହସ୍ତଶିଳ୍ପ ଓ କାରିଗରୀରେ ନିପୁଣ ଥିଲେ। ସେମାନେ ମାଠିଆ, ଝୁଡ଼ି, ଅନ୍ୟାନ୍ୟ ଉପକରଣ ଓ ଲୁଗାପଟା ଇତ୍ୟାଦି ତିଆରି କରି ଆଖପାଖ ଗାଁକୁ ଯୋଗାଉଥିଲେ। ରାଜୟା କଠିନ ପରିଶ୍ରମ କରୁଥିଲା ଏବଂ ତା ପରିଶ୍ରମର ଫଳ ଉପଭୋଗ କରୁଥିଲା। ମହା ଆନନ୍ଦରେ କାଳ କାଟୁଥିଲା। ରାଜୟାର ପୁଅଟିଏ ଥିଲା। ତାର ନାଁ ବୀରାନ୍ନା। ବୀରାନ୍ନାର ବୟସ ଯେତେବେଳେ 10 ବର୍ଷ, ରାଜୟା ତାକୁ ଅଳ୍ପ ଅଳ୍ପ ଚାଷ କାମ ଶିଖାଉଥିଲା। ଧାନ, କ୍ଷୀର ମାପିବା ଇତ୍ୟାଦି ବାବଦରେ ସେ ଯାହା ଜାଣିଥିଲା ତା ପୁଅକୁ ଶିଖାଉଥିଲା। ରାତି ହେଲେ ଖୋଲା ଆକାଶ ତଳେ ବସି ସେ ପୁଅକୁ ଚନ୍ଦ୍ର, ତାରା, ନକ୍ଷତ୍ର, ମେଘପବନ ଇତ୍ୟାଦି ବିଷୟରେ ବିଭିନ୍ନ ସୂଚନା ଦେଉଥିଲା। କେଉଁ ନକ୍ଷତ୍ର କେଉଁଠାରେ ରହିଲେ କେତେ ଦିନ ପରେ ବର୍ଷା ହେବ, କେଉଁ ତାରାକୁ ଦେଖି ଧାନ ରୁଆ ହେବ ଏବଂ କେଉଁ ତାରାକୁ ଦେଖି ଧାନ ଅମଳ ହେବ, ସେସବୁ ବୁଝାଉଥିଲା। ପବନର ଦିଗ ଦେଖି ଚାଷର କାମ କିପରି ସ୍ଥିର କରାଯାଏ, ସେସବୁ ଶିଖାଉଥିଲା। ମେଘ ଓ ଆକାଶର ରଙ୍ଗ ଦେଖି ବର୍ଷା ହେବ କି ନା କିପରି ଜାଣିହେବ, ସେ କଥା ମଧ୍ୟ ତାକୁ ଶିଖାଇବା ପାଇଁ ଚେଷ୍ଟା କରୁଥିଲା। ବୀରାନ୍ନା ପ୍ରତିଦିନ ଖରାବେଳେ ତାର ମା ବାପାଙ୍କ ପାଇଁ ପଠାଉଥିବା ଖାଦ୍ୟ ନେଇ ଜମିକୁ ଯାଉଥିଲା। ରାଜୟା ପୁଅ ଆଣିଥିବା ଖାଦ୍ୟ ଖାଉଥିଲା ଏବଂ କିଛି ସମୟ ପାଇଁ ଗଛ ଛାଇରେ ଶୋଇ ଯାଉଥିଲା। ବାପା ଯେତେବେଳେ ବିଶ୍ରାମ ନେଉଥିଲେ, ବୀରାନ୍ନା ସେତେବେଳେ ଜମିର ଛୋଟ କାମ କରୁଥିଲା। ଏହିପରି ସେମାନେ ସୁଖରେ କାଳ କାଟୁଥିଲେ। ଦିନେ ସକାଳୁ ସକାଳୁ ରାଜୟା ଜମିରେ ଯାଇ ଫଳ ଗଛରେ ପାଣି ଦେବାକୁ ମନ୍ଦା କରୁଥିଲା। ଗୁଣୁ ଗୁଣୁ ଗୀତ ଗାଇ ମାଟି ଖୋଳୁଥିଲା। ସେତିକିବେଳେ ହଠାତ୍ କିଛି ଦୂରରୁ ଘୋଡ଼ା ଖୁରାର ଶବ୍ଦ ଶୁଭିଲା ଓ ତା ସହିତ ଛୋଟ ପିଲାଟିଏ ବିକଳ ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବାର ଶୁଭିଲା। ସେ କାନ୍ଦଣା ଶୁଣି ରାଜୟା କାମଦାମ ଛାଡ଼ିଦେଲା। ସେହି ସ୍ୱରକୁ କାନ ଡେରି ଶୁଣିଲା। ରାଜୟା ଯେଉଁ ଦିଗରୁ ଚିତ୍କାର ଆସୁଥିଲା ସେଠାକୁ ସାହାଯ୍ୟ କରିବା ପାଇଁ ଧାଇଁଗଲା ଏବଂ ସେଠାକାର ଦୃଶ୍ୟ ଦେଖି ଭୟଭୀତ ହୋଇପଡ଼ିଲା। ସେଠାରେ ଘୋଡ଼ାଟି ରାଗରେ ଭାରି ଜୋରରେ ସଁ ସଁ ହୋଇ ଗର୍ଜନ ଛାଡ଼ୁଥିଲା। ଖୁରାରେ ମାଟି ତାଡ଼ୁଥିଲା। ରାଗରେ ଲାଞ୍ଜ ହଲାଉଥିଲା। ଘନ ଘନ ନିଶ୍ୱାସ ନେଉଥିଲା। ପିଲାଟି ଘୋଡ଼ା ପିଠିରୁ ଖସିପଡ଼ି ଅଣ୍ଟା ପର୍ଯ୍ୟନ୍ତ ପଙ୍କରେ ପୋତି ହୋଇ ସାହାଯ୍ୟ ପାଇଁ ପାଟି କରୁଥିଲା ଏବଂ ଛାଟିପିଟି ହେଉଥିଲା। ଘୋଡ଼ାଟିକୁ ଏପରି ଅବସ୍ଥାରେ ଦେଖି ପିଲାଟିକୁ ଅଧିକ ଭୟ ଲାଗୁଥିଲା। ରାଜୟା ସେହି ପଙ୍କ ପାଖକୁ ଗଲା। ଜୋରରେ ପାଟି କରି ଘୋଡ଼ାଟିକୁ ସେଠାରୁ ଦୂରେଇ ଦେଲା। ପିଲାଟିକୁ କହିଲା, ବାବୁରେ, ଜମା ବ୍ୟସ୍ତ ହୁଅ ନାହିଁ, ମୁଁ ତୋତେ ପଙ୍କରୁ ଉଠାଇ ଆଣିବି। ସ୍ଥିର ହୋଇ ରହ। ଯେତେ ବେଶୀ ଏପଟ ସେପଟ ହେବ ସେତେ ବେଶୀ ପଙ୍କରେ ବୁଡ଼ିଯିବ। ରାଜୟା ଏହା କହି ଭଲରେ କଛା ମାରିଦେଲା। ଗଛରେ ଚଢ଼ି ମୋଟା ଡାଳଟିଏ ଭାଙ୍ଗି ଆଣିଲା। ସେ ତଉଲିଆଟିଏ ଡାଳରେ ବାନ୍ଧିଦେଲା। ପିଲାଟିକୁ କହିଲା, ବାବୁରେ, ଏଇ ଗାମୁଛାଟିକୁ ଧର, ମୁଁ ତୋତେ ଟାଣି ଆଣିବି। ପିଲାଟି ଜୀବନ ବଞ୍ଚାଇବା ପାଇଁ ବିକଳରେ ତୁରନ୍ତ ଗାମୁଛାଟିକୁ 2 ହାତରେ ଜାବୁଡ଼ି ଧରିଲା। ରାଜୟା ସବୁ ଶକ୍ତି ପ୍ରୟୋଗ କରି ପିଲାଟିକୁ ସେଠାରୁ ଟାଣି ଆଣିଲା। କେହି ତାକୁ ସାହାଯ୍ୟ କରୁଥିବାର ଦେଖି ପିଲାଟି ମଧ୍ୟ ନିଜର ସମସ୍ତ ଶକ୍ତି ଖଟାଇଲା। ଶେଷରେ ପିଲାଟି ପଙ୍କ କାଦୁଅ ଭିତରୁ ଧୀରେ ଧୀରେ ବାହାରି ଆସିଲା ଏବଂ କ୍ଳାନ୍ତି ଯୋଗୁଁ ଭୂମି ଉପରେ ପଡ଼ିଗଲା। ପିଲାଟି ଏକଦମ ଡରି ଯାଇଥାଏ। ରାଜୟା ତାକୁ ପାଣି ପିଆଇଲା ଓ ମିଠା ମିଠା କଥା କହି ଆଉଁସି ଦେଲା। କିଛି ସମୟ ତା ପାଖରେ ବସିଲା। ତାପରେ ପିଲାଟି ଉଠି ବସିଲା। ରାଜୟାକୁ ଧନ୍ୟବାଦ ଦେଇ ଚାଲିଗଲା।
ରାଜୟା ହାତ ଗୋଡ଼ ଧୋଇ ପୁଅକୁ ଅପେକ୍ଷା କରିଥାଏ। ବୀରାନ୍ନା ଠିକ୍ ସମୟରେ ଖାଇବା ଧରି ପହଞ୍ଚିଲା ଏବଂ ସବୁଦିନ ପରି ଖାଇ ଗଛ ତଳେ ବିଶ୍ରାମ ନେଲା। ପିଲାଟିକୁ ଉଦ୍ଧାର କରିଥିବା କଥା ଏକଦମ ଭୁଲିଗଲା। ପରଦିନ ରାଜୟା ଖାଇସାରି ବୀରାନ୍ନାକୁ କାମ ବରାଦ କରୁଥାଏ। ସେତିକିବେଳେ ଏକ ସୁନ୍ଦର ଘୋଡ଼ାଗାଡ଼ି ଆସି ତା ଜମି ନିକଟରେ ଲାଗିଲା। ତା ଭିତରୁ ଓହ୍ଲେଇ ଆସିଲେ ଗାଁର ବିତ୍ତଶାଳୀ ଜମିଦାର। ଜମିଦାର ଚଞ୍ଚଳ ଚଞ୍ଚଳ ପାଦ ପକେଇ ରାଜୟା ପାଖକୁ ଆସିଲେ। ତାଙ୍କୁ ଦେଖି ରାଜୟା ପ୍ରଣାମ କରି ସ୍ୱାଗତ କଲା ଏବଂ ହାତ ଯୋଡ଼ି କହିଲା, ଆଜ୍ଞା, ଆପଣ ପକ୍ଷୀ ହାତରେ ଖବର ଦେଇଥିଲେ ସୁଦ୍ଧା ମୁଁ ଯାଇ ଆପଣଙ୍କ ଘରେ ହାଜିର ହୋଇଯାଇଥାନ୍ତି। ଆପଣ ଏଠାକୁ ଆସିବାର କଷ୍ଟ କାହିଁକି କଲେ? ଏହା କହି ନୀରବରେ ଠିଆ ହୋଇ ରହିଲା। ଜମିଦାର କିଛି ନ କହି ରାଜୟାକୁ କୁଣ୍ଢାଇ ପକାଇଲେ ଏବଂ କହିଲେ, ରାଜୟା, ତୁମେ ମୋତେ ଋଣୀ କରିଦେଲ। ତୁମେ ଯଦି ମୋ ପୁଅକୁ ପଙ୍କରୁ ଉଦ୍ଧାର କରିନଥାନ୍ତ, ଆଜି ମୋର ଅବସ୍ଥା କ'ଣ ହୋଇଥାନ୍ତା? ମୋ ପରିବାର ଭାସି ଯାଇଥାନ୍ତା। ମୋ ପୁଅର ଘୋଡ଼ା ଚଢ଼ିବାକୁ ଭାରି ମନ। ସେ ଘୋଡ଼ା ଚଢ଼ା ଶିଖିନାହିଁ, କିନ୍ତୁ କାଲି ନୂଆ ଘୋଡ଼ାଟିକୁ ଧରି ବାହାରି ଆସିଥିଲା। ମୋ ପୁଅ ମୋତେ ସବୁ କଥା କହିଲା। ରାଜୟା, ମୋର ଆନ୍ତରିକ କୃତଜ୍ଞତା ଜାଣିବ। କାଲି ବହୁତ କାମ ଥିବାରୁ ମୁଁ ଧନ୍ୟବାଦ ଦେବାକୁ ଆସିପାରିଲି ନାହିଁ। ରାଜୟା ସମ୍ମାନର ସହିତ ଉତ୍ତର ଦେଲା, ଆଜ୍ଞା, ମୁଁ ଏମିତି କିଛି ବଡ଼ କାମ କରିନାହିଁ। କେବଳ ଅସୁବିଧାରେ ପଡ଼ିଥିବା ବାଳକଟିକୁ ସାହାଯ୍ୟ କରିଛି। ସେ ଆପଣଙ୍କର ପୁଅ ବୋଲି ମଧ୍ୟ ଜାଣି ନଥିଲି। ଜମିଦାର ସବୁ ଶୁଣି ଆନନ୍ଦରେ ମୁଣ୍ଡ ହଲାଇଲେ। ଦେଖିଲେ ଯେ ବୀରାନ୍ନା ହାତରେ କୋଡ଼ିଟିଏ ଧରି ଛିଡ଼ା ହୋଇଛି। ଜମିଦାର ପଚାରିଲେ, ଏ କ'ଣ ତୁମର ପୁଅ ରାଜୟା? ରାଜୟା ପୁଅର ମୁଣ୍ଡକୁ ସ୍ନେହରେ ଆଉଁସି ଦେଉ ଦେଉ କହିଲା, ଆଜ୍ଞା ହଁ, ଏବେ ତାର ବୟସ ମାତ୍ର 10 ବର୍ଷ ଏବଂ ମୁଁ ଏବେଠାରୁ ତାକୁ ଚାଷବାସ, ପାଣିପାଗ ବିଷୟରେ ଯାହା ଜାଣିଛି ସବୁ କିଛି ଶିଖାଇବା ପାଇଁ ଚେଷ୍ଟା କରୁଛି। ମୋର ଆଶା ସେ ମୋର ଜମିଜମା କାମ ଦେଖାଶୁଣା କରିବା ପାଇଁ ଖୁବ୍ ଶୀଘ୍ର ସମର୍ଥ ହେବ। ଜମିଦାର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇପଡ଼ିଲେ ଏବଂ କହିଲେ, ଏ କ'ଣ ରାଜୟା? ତୁମେ ଚାହଁ ତୁମର ପୁଅ ବି ଚାଷୀଟିଏ ହେଉ, ଏମିତି ପାଣି କାଦୁଅରେ ଘାଣ୍ଟି ହୋଇ ଜୀବନ ବିତାଇ ଦେଉ? ସେ ପାଠ ପଢ଼ୁ ବୋଲି ତମେ କେବେ ଭାବିନ? ମୁଁ ତାକୁ ନେଇଯିବି ଏବଂ ତାକୁ ଉଚ୍ଚଶିକ୍ଷା ପ୍ରଦାନ କରିବି। ମୋ ଅଫିସରେ ଚାକିରିଟିଏ କରାଇଦେବି। ତୁମେ ମୋ ପାଇଁ ତଥା ମୋ ପରିବାରର ଯେଉଁ ଉପକାର କରିଛ, ସେ ଋଣ ଶୁଝିବା ପାଇଁ ମୋତେ ସୁଯୋଗ ଦିଅ। ରାଜୟା ଭଦ୍ରତାର ସହିତ କହିଲା, ଆଜ୍ଞା, ମୁଁ ପିଲାଟିକୁ ପଙ୍କରେ ବୁଡ଼ି ଯାଉଥିବାର ଦେଖି ସମ୍ଭାଳି ପାରିଲି ନାହିଁ। ତାର କାନ୍ଦ ଶୁଣି ଦୌଡ଼ି ଯାଇ ତାକୁ ସାହାଯ୍ୟ କଲି। ମୁଁ କିଛି ପାଇବି ବୋଲି ଆଶା କରି ତାକୁ ସାହାଯ୍ୟ କରିନଥିଲି। ମୁଁ ଏକଥା ମଧ୍ୟ ଭାବିନଥିଲି ଯେ ଆପଣ ଆସିବେ ମୋତେ ସାହାଯ୍ୟ କରିବେ। ମୁଁ ଜାଣିନଥିଲି ଯେ ସେ ଆପଣଙ୍କର ପୁଅ। ମୋ ପୁଅ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ। ମୁଁ ତାକୁ ଢେର ଭଲ ଶିକ୍ଷା ଦେଇଛି। ଆପଣ ଯେଉଁ ଉଚ୍ଚଶିକ୍ଷା ପ୍ରଦାନ କରିବେ କହୁଛନ୍ତି, ମୁଁ ତା ସହିତ ଏକମତ ନୁହେଁ। ମୋ ଠାରୁ ଅଧିକ ତାକୁ କିଏ କ'ଣ ଶିଖାଇବ? ମୁଁ ଭାବିପାରୁନି ଯେ ମୋ ପୁଅ କିଛି କାମ ନ କରି ଅଫିସରେ ବସି ରହିବ। କିଏ କ'ଣ କଲା ନ କଲା ତାର ତଦାରଖ କରିବ ଏବଂ ଲୋକଙ୍କ ଉପରେ ହାକିମି ଦେଖାଇବ। ମୋର ଏସବୁ ଦରକାର ନାହିଁ। ମୋତେ କ୍ଷମା କରିଦିଅନ୍ତୁ। ମୋ ପୁଅ ବେଶ୍ ଭଲ ଶିକ୍ଷା ପାଉଛି। ମୋତେ ମୋ ଢଙ୍ଗରେ ମୋ ପୁଅକୁ ଶିକ୍ଷିତ କରିବାକୁ ଦିଅନ୍ତୁ। ରାଜୟାର କଥା ଶୁଣି ଜମିଦାର ବେଶ୍ ପ୍ରଭାବିତ ହେଲେ। ସେ କେବେ ଭାବିନଥିଲେ ଯେ ଜମିରେ କାମ କରୁଥିବା ଲୋକଟିର ଏତେ ଜ୍ଞାନ ଥାଇପାରେ। ଜମିଦାର ରାସ୍ତା ସାରା ରାଜୟାର କଥା ମନେ ପକାଇ ପକାଇ ଚାଲିଗଲେ। ଜମିଦାର ତାପରେ ଚୁପ୍ ହୋଇ ବସିଲେ ନାହିଁ। ସେ ଗ୍ରାମବାସୀଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଲେ ଏବଂ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କଲେ। ବେତାଳ କାହାଣୀଟି ଶେଷ କରି କହିଲା, ଚାଷୀ ରାଜୟା ବୋକା ଲୋକଟିଏ ପରି ମନେ ହେଉଛି। ନହେଲେ ଜମିଦାର ତାର ପୁଅକୁ ଉଚ୍ଚଶିକ୍ଷା ଦେବା କଥା କହୁଥିବା ବେଳେ ସେ କ'ଣ ଏପରି ଜବାବ ଦେଇଥାନ୍ତା? ତାର ପୁଅକୁ ଏତେ ଭଲ ସୁଯୋଗରୁ ବଞ୍ଚିତ କରିଥାନ୍ତା? ଯଦି ତୁମେ ମୋ ପ୍ରଶ୍ନର ଉତ୍ତର ଜାଣି ପ୍ରକାଶ କରିବ ନାହିଁ, ଚୁପ୍ ରହିବ, ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ। ରାଜା ବିକ୍ରମାର୍କ ମୌନବ୍ରତ ଭଙ୍ଗ କରି ଉତ୍ତର ଦେଲେ, ରାଜା ଆଦମ ବୋକାମି କରିନଥିଲା। ତାର ଗଭୀର ବିଶ୍ୱାସ ଥିଲା ଯେ ସେ ତାର ପୁଅକୁ ପ୍ରକୃତ ଶିକ୍ଷା ଓ ଜ୍ଞାନ ପ୍ରଦାନ କରୁଛି। ଯେତେବେଳେ ଜମିଦାର ଭଲ ଶିକ୍ଷା କଥା କହିଲେ, ରାଜୟା ଗ୍ରହଣ କରିପାରିଲା ନାହିଁ ଯେ ସେ ଦେଉଥିବା ଶିକ୍ଷା ଅପେକ୍ଷା ଜମିଦାରଙ୍କ ଶିକ୍ଷା ତା ପୁଅ ପାଇଁ ଅଧିକ ଉପଯୁକ୍ତ ହେବ। ରାଜୟାର ଚିନ୍ତାଧାରା ଠିକ୍ ଥିଲା। ହଁ, ସେ କିପରି ଅଫିସରେ ବସି କାଗଜ ନଷ୍ଟ କରିବ, ସେ କଥା ନ ଶିଖାଇ ପୁଅକୁ ଚାଷବାସ, ଖାଦ୍ୟଦ୍ରବ୍ୟ, ପନିପରିବା, ଫଳଫୁଲ ଉତ୍ପାଦନ ବିଷୟରେ ବିଭିନ୍ନ କଥା ଶିଖାଉଥିଲା। କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରୁଥିଲା। ବେତାଳ, ଆଜିକାଲି ଲୋକ ଭାବୁଛନ୍ତି ଶିକ୍ଷା ମାନେ ହେଉଛି କେବଳ ଲେଖିବା ଆଉ ପଢ଼ିବା।
କେବଳ ଲେଖିପଢ଼ି ଜାଣିଲେ ଜଣେ ନିଜ ପେଟ ପୋଷିପାରିବ ନାହିଁ। ଲେଖାପଢ଼ା ସହିତ ବ୍ୟାବହାରିକ ତଥା ପାରିପାର୍ଶ୍ୱିକ ଜ୍ଞାନ ନ ରହିଲେ ସେ ଲେଖାପଢ଼ା ବୃଥା। କିନ୍ତୁ ତା'ଠାରୁ ଭଲ ଶିକ୍ଷା ହେଉଛି ଚାଷବାସ, କାରିଗରୀ କୌଶଳ ଇତ୍ୟାଦି ଧନ୍ଦାମୂଳକ ଶିକ୍ଷା, ଯାହା କିଛି ଉତ୍ପାଦନ କରିବା ପାଇଁ ସହାୟକ ହୋଇଥାଏ। ସେ ଚାହୁଁଥିଲା ଚାଷୀର ପୁଅ ଚାଷ କରୁ, ସେ ଖାଦ୍ୟ ଉତ୍ପାଦକ ହେଉ, କେବଳ ଭକ୍ଷକ ନୁହେଁ, ଅନ୍ୟମାନଙ୍କ ମୁହଁରେ ଆହାର ଦେଉ। ସେଥିପାଇଁ ସେ ଚାଷବାସ ବିଷୟରେ ଯାହା ଜାଣିଥିଲା ସମସ୍ତ କଥା ପୁଅକୁ ଶିଖାଉଥିଲା। ବିକ୍ରମାର୍କଙ୍କର ମନୋବ୍ରତ ଭଙ୍ଗ ହେଲା ଏବଂ ବେତାଳ ଶବ ସହିତ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷର ଶୀର୍ଷରେ ଝୁଲି ପଡ଼ିଲା।